ସେଦିନ ଥିଲା 16 ତାରିଖ ଆଉ ମୁଁ ବାହାରି ଯାଇଥିଲି ଆମର ବାପୁନ ଭଣଜାଙ୍କ ସହିତ। ବହୁତ ଦୂର ଯାତ୍ରା ଥିଲା ଯେଉଁଟାକି ବାଇକ୍ରେ ଆମେ ଯାଇଥିଲୁ। ତ ଇଏ ହେଉଛି ବାବନ ଘାଟିରୁ ମୁଁ ଷ୍ଟାର୍ଟ କରିଥିଲି। ଦେଖିପାରୁଥିବେ ପଛପଟେ ଆମ ଭଣଜା ସିଏ ମଧ୍ୟ ଫାର୍ଷ୍ଟ ବ୍ଲଗ୍ କରୁଛନ୍ତି। ତ ସେଠୁ ଆମର ଦୁଇ ସାଇଡ଼୍ର ଯେଉଁ ଜଙ୍ଗଲ ଭିତରେ ରାସ୍ତା ଥିଲା ତ ସେଠି ଆମେ କିଛି ଫଟୋ ସୁଟ୍ କରିକିରି ତ ଆମେ ଯେଉଁଟାକି ରରୁଆ ଆଉ ସୁକୁଳିର ମଝାମଝିରେ ଏକ ହୋଟେଲ ଥିଲା ତ ସେଇଠି ଖାଇଥିଲୁ। ଖାଇବା ଏତେ ଭଲ ନା କ'ଣ ନଥିଲା। କହୁଛ ବାପୁନୁ? ହଁ ତମେ ତ ମସ୍ତ ଦେଖାଉଛ। କୁହ ଟିକେ କ'ଣ ଭିଡ଼ିଓ ଚାଲିଛି? କି କହିବି ଆମେ ତୁମ ସହିତ ମାନେ ମାମାଙ୍କ ସହିତ ଆସିକି ବହୁତ ମସ୍ତି କଲୁ, ବହୁତ ମଜା କଲୁ। ଆଉ ତମର ବ୍ଲଗ୍ଟା କାହିଁ ହେଲାନି ତ? ବ୍ଲଗ୍ ମୋତେ ଆକ୍ଚୁଆଲି ଆସେନି। ଆଜି ଫାର୍ଷ୍ଟ ଟାଇମ୍ ତୁମର ମୋଟିଭେସନରେ ତୁମଠୁ ଶୁଣିକି ଖାଲି ସୁଟ୍ କରିଦେଇଛି। ଜାଣିନି ନିହାତି ନିହାତି ସେ ଭିଉ ବଢ଼ିବ ଆଉ ମୁଁ ମୋ ଚ୍ୟାନେଲରେ ହିଁ ତାକୁ ଟ୍ୟାଗ୍ କରିଦେବି। ଦେଖାଯାଉ କ'ଣ ହେଉଛି। ଥ୍ୟାଙ୍କ ୟୁ ସୋ ମଚ୍। ବଟ୍ ଆଜି ବହୁତ ମଜା ଲାଗୁଛି। ସତରେ କହୁଛି ଖିଚିଂ ପହଞ୍ଚିଗଲା ନା, ଟିକେ ବୁଲାବୁଲି କର, ଫଟୋ ଫଟୋ ଉଠେଇବା ବାସ୍। ତମେ ତ ମସ୍ତ କହୁଛ ମ। ଚାଲ ତମେ ଠିକ୍ ଅଛି। ଆମେ ପହଞ୍ଚି ଯାଇଥିଲୁ ସେଇ ଖିଚିଂ ମାଙ୍କ ମନ୍ଦିର ପାଖରେ। ଦେଖିପାରୁଥିବେ ଚାରିପାଟର ଦୃଶ୍ୟ। ତ ଏଠି ଆମେ ଟିକେ କିଛି ଫଟୋ ସୁଟ୍ କରିକିରି ପୁଣି ଆମେ ଫେରି ଆସିଥିଲୁ। ତ ଇଏ ହେଉଛି ଆମର ରାମତୀର୍ଥ ଯେଉଁଟାକି ଯଶୀପୁରରେ ଅବସ୍ଥିତ। ତାପରେ ଆମେ କିଛି ଫଟୋ ସୁଟ୍ କରିଥିଲୁ ଯେଉଁଠି ରାସ୍ତାରେ ଆସିବା ସମୟରେ ତା'ର କିଛି ଭିଜୁଆଲ୍ ମୁଁ ଆପଣଙ୍କ ପାଖରେ ରଖୁଛି। ଇଏ ହେଉଛି ଆପଣଙ୍କର ଯଶୀପୁର କ୍ରୋକୋଡାଇଲ୍ ପ୍ରୋଜେକ୍ଟ। ତାପରେ ଆମେ ବିଶେଇ ପଳେଇ ଆସିଥିଲୁ, ଚା ପିଇଥିଲୁ। ତ ଏମିତି ଯଦି କୁହାଯିବ ତ ଶୀତ ବହୁତ ହି ଥିଲା ଯେଉଁଟାକି ଆମେ ବାଇକ୍ରେ ଆସିଲା ବେଳକୁ ଆମକୁ ବହୁତ ହି କଷ୍ଟ ହେଇଥିଲା। ତେଣୁ କିଛି ଭିଡ଼ିଓ କ୍ୟାପଚର୍ କରି ହେଇନଥିଲା। ଆଉ ଯେଉଁ ଟାଇମ୍ ଅଫିସ୍ କାମ ଏସବୁ କାମ ଭିତରୁ ଆମେ କିଛି ସମୟ ବାହାର କରିଥିଲୁ। ତ ସେଇ ଭିତରେ ଆମର ଭଣଜାକୁ ସ୍ପେଶାଲ୍ ବୁଲେଇଥିଲୁ। ତ ସେଇ ସମୟର କିଛି ଝଲକ ଥିଲା ଯେଉଁଟାକି ମୁଁ ଆପଣଙ୍କ ଜଣାଇ ଦେବାକୁ ପାଇଁ ଚାହୁଁଥିଲି। ତ ସେଇଥିପାଇଁ ୟୁଟ୍ୟୁବରେ ଅପଲୋଡ଼ କରିଦେଲି। ତ ରହୁଛୁ। ଜୟ ଜଗନ୍ନାଥ।